ଭାରତର ଅପରେସନ୍ ସିନ୍ଦୁର ପାଇଁ ବର୍ଡରରେ ଆମ ଯବାନମାନେ ଲଢ଼େଇ ଜୋରଦାର କରିବା ସମୟରେ ଅବସରପ୍ରାପ୍ତ ଯବାନମାନେ ଦେଶ ଭିତରେ ରହି ନିଜ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ସହିତ ଜନସାଧାରଣଙ୍କୁ ସଜାଗ ରହିବାକୁ ପରାମର୍ଶ ଦେବା ସହ ଭୀଷଣ ଖରାରୁ ରକ୍ଷା ପାଇବା ପାଇଁ ଜଳଛତ୍ର ଖୋଲି ସାଧାରଣ ଲୋକଙ୍କ ସେବା କରୁଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକରେ। ଏହି ବ୍ଲକର ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ପଥଚାରୀଙ୍କୁ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସୈନିକ ସଂଘ ନରସିଂହପୁର ଆମେ ମାନେ ଅପରେସନ ସିନ୍ଦୁର ପରେ ଆମେ ଜୋରସୋର ଜଳଛତ୍ର ଚଲେଇଛୁ। ଚମ୍ପେଶ୍ୱର ଚାଲିଥିଲା, ଆଜି ବାଲିଝରେ ଚାଲିଛି। ଆମ ଅବସରପ୍ରାପ୍ତ ସୈନିକ ସଂଘର ସବୁ ସଦସ୍ୟ ମାନେ ମିଶି ଜଳଛତ୍ର ଅପରେସନ ସିନ୍ଦୁର ପରେ ବହୁତ ଜୋରସୋର ଚାଲିଛି। କାହିଁକିନା ଆଜି ସମସ୍ତ ମାନସ ଉଠୁଛି ନଲିବୁ ଅପରେସନ ସିନ୍ଦୁର ସବୁବେଳେ ମନେ ରହୁ। ଆମ ପାକିସ୍ତାନକୁ ଯେଭଳି ଆମେ ଧୂଳି ଚଟେଇଛୁ ସେଇ ଅଧିକାର ସମସ୍ତ ସହିତ ରହୁ। ସେଠି ଅପରେସନ ସିନ୍ଦୁର ବି ଆମେ ଜଳଛତ୍ର ବଣ୍ଟନ ପ୍ରତ୍ୟେକ ଜାଗାରେ 3-4 ଦିନ ହେଲା ଚଲେଇଛୁ ଜୋରସୋରରେ। ମୁଁ ବୈକୁଣ୍ଠ ଏକ୍ସ ସର୍ଭିସମ୍ୟାନ୍ ମହାବିଲଦାର ବୈକୁଣ୍ଠନାଥ ସାହୁ आमर ये नरसिंहपुर एक्स सर्विसमैन एसोसिएशन तरफ मु प्रथम कलिंग टीवी को स्वागत करुच्ची। ऑपरेशन सिंदूर जो विजय है इंडिया जो विजय है पाकिस्तान जो धूली चाटी तारी प्रतिबदल में आम जलछत्र खोलीचु। या चपेश्वर खोली आज बालिजर ये प्रोग्राम आग को भी जारी रहा। धन्यवाद। ଏହି ବ୍ଲକର ଚମ୍ପେଶ୍ୱର ଛକ ବାଲିଝରି ହାଟ ଛକଠାରେ 2 ଦିନ ଧରି ପଥଚାରୀମାନଙ୍କୁ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଜୟପ୍ରକାଶ ରଥଙ୍କ ନେତୃତ୍ୱରେ ସୁବେଦାର ଗୋବର୍ଦ୍ଧନ ମହାରଣା, ନାୟବ ସୁବେଦାର ବୈକୁଣ୍ଠ ସାହୁ ଏବଂ ହାବିଲଦାର ନବକିଶୋର ଦାସଙ୍କ ସମେତ ସୁରେଶ ଚନ୍ଦ୍ର ବେହେରା, ନରେଶ ଚନ୍ଦ୍ର ରାଉତ ପ୍ରମୁଖ ସହଯୋଗ କରିଥିଲେ। ନରସିଂହପୁରରୁ ଦ୍ୱିଜରାଜ ବେହେରାଙ୍କ ରିପୋର୍ଟ, ପବ୍ଲିକ ମିଡ଼ିଆ।